ବର୍ତ୍ତମାନ ନୂଆ ଯେଉଁମାନେ ସବୁ ପିଲା ଆସୁଛନ୍ତି ତାଙ୍କ ପାଖରେ ବହୁତ କିଛି କଥା ଶିଖିବାର ଅଛି, ଯେଉଁଟା ଆମେ ଯେମିତି କରିଚାଲୁଥିଲୁ ଏମାନେ ଏତେ ପ୍ରାକ୍ଟିକାଲ, ଏତେ ସିଧା, ଗୋଟେ ଡିରେକ୍ଟରଟେ ଗୋଟେ କ୍ୟାମେରାମ୍ୟାନଟେ ଏତେ ପ୍ରାକ୍ଟିକାଲି ସେମାନେ କାମ କରୁଛନ୍ତି, ଯେଉଁଟା ଭଲ ଲାଗୁଛି। ସତ କଥା କହିବାକୁ ଗଲେ ଅଭିନୟ କରିବାକୁ ପଡ଼ୁନି, ମୁଁ ସେଇଆ, ଏ ଚରିତ୍ରଟି ଏଇଆ, ସେତିକି ହିଁ କଥା କହିବାକୁ, ଆଉ ଦୋହରେଇବି, ଲମ୍ବେଇବି, ଭସେଇବି, ଖେଳେଇବି, ସେମିତି କିଛି କଥା ନାହିଁ। ଭଲ ଲାଗୁଛି ବର୍ତ୍ତମାନ ନୂଆ ପିଲାମାନଙ୍କ ସାଙ୍ଗରେ କାମ କରିବାକୁ। ଓଡ଼ିଆ ସିନେମାଟି ଭିନ୍ନ ଧରଣର ହେଇଛି, ନାଁଟି ବି ଅଲରେଡ଼ି ଭିନ୍ନ ଧରଣ ହେଇଛି, ତ ଦର୍ଶକ ମନ କେତେ ଛୁଇଁ ପାରିବ? ଏ ସବୁ ଭିନ୍ନ, ନାଁଟି ଭିନ୍ନ, କାହାଣୀଟି ଭିନ୍ନ। ତେଣୁ ମୁଁ କହିଲି ନା, ଆଜିକାଲି ଦର୍ଶକମାନେ ବହୁତ ଚାହୁଁଛନ୍ତି ଯେ ଗୋଟେ ବାସ୍ତବ ଧର୍ମୀ କିଛି କଥା, ନୂଆ କଣ୍ଟେଣ୍ଟକୁ ନେଇକି। ତ ଇଏ ଗୋଟେ ଟୋଟାଲି ମାନେ ଏକ୍ସେପସନାଲ୍ ଯାହାକୁ କହନ୍ତି ସେମିତି ଗୋଟେ କଣ୍ଟେଣ୍ଟ। ତେଣୁ ଆଶା କରୁଛି ଭଲ ଲାଗିବ। ଦର୍ଶକଙ୍କୁ କ'ଣ କହିବେ? ଦର୍ଶକଙ୍କୁ କହିବି, ଯାହା ବି ଓଡ଼ିଆ ସିନେମା ରିଲିଜ୍ କରୁଛି, ଯେମିତି ବି ରିଲିଜ୍ କରୁଛି, ଆପଣମାନେ ପ୍ଲିଜ୍ ହଲ୍କୁ ଆସନ୍ତୁ। ଖରାପ ଲାଗିଲେ ଗାଳି ଦିଅନ୍ତୁ, ଭଲ ଲାଗିଲେ ଆଦରି ନିଅନ୍ତୁ, ସେତିକି ତ କଥା ନା। ସିନେମାଟି ବର୍ତ୍ତମାନ ସୁଟ୍ ଚାଲିଛି ବିବାହ.com, ଏଇଭଳିଆ ଡିଫରେଣ୍ଟ ଟାଇପ୍ର ସିନେମାରେ କ'ଣ ଭଲ ଲାଗିଲା ତ ଟିକେ ଆପଣ? ସବୁଠୁ ବଡ଼ କଥା ହେଉଛି ବର୍ତ୍ତମାନ ଦର୍ଶକ ଚାହୁଁଛନ୍ତି ଯେ ଗୋଟେ ଭଲ କଣ୍ଟେଣ୍ଟ, ଭଲ କଥା, ସେ ପୁରୁଣା ପ୍ରଥାରୁ ବଦଳିକି ନୂଆ କିଛି କଥା। ସେମିତି ଗୋଟେ କଥାକୁ ନେଇକି ଆମର ନିର୍ଦ୍ଦେଶକ ଆପୁ କାନୁନଗୋ ଆସୁଛନ୍ତି ବିବାହ.com। ନାଁଟା ଶୁଣିଲେ ବି ଆପଣମାନଙ୍କୁ ଲାଗିବ ଯେ ବିବାହ.com କ'ଣ, କିନ୍ତୁ ଏଇ କଥାରେ, ଏ କାହାଣୀରେ ଏତେ ରିଅଲିଷ୍ଟିକ୍ ଜିନିଷ ଅଛି, ଏତେ ସତ କଥା ଅଛି। ବର୍ତ୍ତମାନ ସମୟର ଘଟଣାକୁ ନେଇକି, ତ ଟୋଟାଲ୍ କଥା ତ ରିଭିଲ୍ କରିପାରିବିନି, ବର୍ତ୍ତମାନ ସମୟର ଘଟଣାକୁ ନେଇକି ଏତେ ସତ କଥା, ଏତେ ଭଲ କଥା ଅଛି, ଯେଉଁଟା ମାନେ ଆପଣମାନେ କେବଳ ଦେଖିଲେ ହିଁ ଜାଣିପାରିବେ। ସତ ବହୁତ ହି ଭଲ କାହାଣୀଟେ, ବହୁତ ଭଲ ଗପଟେ। ମୁଁ ତ କହିବିନି ସାମାଜିକ କଥା, ମୁଁ କହିବି ବାସ୍ତବ ଧର୍ମୀ କାହାଣୀଟିଏ। ତ ବାସ୍ତବ ଧର୍ମୀ କଥାଟିଏ, ଯେଉଁ ପ୍ରହେଳିକା ଭିତରେ ବେଳେବେଳେ ଆମେ ହଜିଯାଉ, ଯେଉଁ ସ୍ୱପ୍ନ ଭିତରେ ବେଳେବେଳେ ଆମେ ଭାସିଯାଉ, ସେମିତି କିଛି କଥାର ଦି ଏଣ୍ଡ କରିବା ପାଇଁ ଏ କଥାଟି ଆସୁଛି। ଚରିତ୍ରଟି କ'ଣ ଅଛି? ମୋ ଚରିତ୍ରଟି ସେମିତି ଗୋଟେ ଇମୋସନାଲ୍ ଫୁଲ୍ ମାଆଟି। ତ ବହୁତ କଥା ଭାବିଛି ଝିଅକୁ ନେଇକି, ତ ସେମିତି କିଛି ସ୍ୱପ୍ନ ଭିତରେ ହଜିଯାଇଛି, ବାପା ବି ଭାବିଛି, ମା ବି ଭାବିଛି। ତା ଭିତରେ ସେ ସ୍ୱପ୍ନ ଯେତେବେଳେ ଧୂଳିସାତ୍ ହେଇଯାଉଛି, ବା ବର୍ତ୍ତମାନ ସାମାଜିକ ପ୍ରଥାର କିଛି ମିଛକୁ ଯେତେବେଳେ ସେମାନେ ସାମ୍ନା କରୁଛନ୍ତି, ଏବଂ ତାପରେ ସେମାନେ ବାହାରିକି ଆସୁଛନ୍ତି, ସେମିତି ଗୋଟେ ଚରିତ୍ରଟିଏ। ସବୁବେଳେ ଆମେ ଆପଣଙ୍କୁ ମା ଚରିତ୍ରରେ ହିଁ ଦେଖି ଆସିଛୁ, ଭଲ ମା ଭୂମିକା ଆପଣ ନିର୍ବାହ କରନ୍ତି। ମା କ୍ୟାରେକ୍ଟରକୁ କାହିଁକି ଏତେ ପସନ୍ଦ କରନ୍ତି? କିଛି ଇମୋସନ୍ ଯୋଡ଼ି ହେଇକି ଅଛି ସେ କ୍ୟାରେକ୍ଟର? ଏକ ତ ତୁମର ପ୍ରଶ୍ନ ମୋତେ ବହୁତ ଭଲ ଲାଗିଲା, ଭଲ ମା। ତେଣୁ ମାଆଟା ସବୁବେଳେ ଭଲ ହେବା ଦରକାର। ତ ଭଲ ମା ଯଦି ହେଇପାରୁଛି, ଆଉ ଦର୍ଶକମାନେ ତାକୁ ଆଗ୍ରହର ସହ ଭଲ ପାଉଛନ୍ତି, ଦେଖିପାରୁଛନ୍ତି, ଭଲ ପାଉଛନ୍ତି, ତ କାହିଁ ନ କରିବେ କହନା। ମାଆଟା ଏଇ ଗୋଟେ ଏମିତି ଶବ୍ଦ ସମସ୍ତଙ୍କ ପାଖରେ, ଆଉ ତାପରେ ଯଦି ଭଲ ଲାଗିଯାଉଛି, ତାଠୁ ବଳି ଭଲ କଥା ଆଉ କିଛି ନାହିଁ ଦୁନିଆରେ। ଆପଣଙ୍କ ଯେତେବେଳେ ପୁରୁଣା ଅଭିନେତ୍ରୀ ମଧ୍ୟ ତାଙ୍କ ସାଙ୍ଗେ କମ୍ଫର୍ଟେବଲ୍ ବେଶୀ ଥିଲେ ସୁଟିଂ ସେଠି, ଏବେ ଯେଉଁ ନୂଆ ନୂଆ ନବାଗତ ଆସୁଛନ୍ତି? ନବାଗତ ପୁରୁଣା ମାନେ ଯେଉଁମାନେ ଥିଲେ ତାଙ୍କ ସାଙ୍ଗରେ ସତ କଥା ହେଉଛି ମୁଁ ବେଶୀ କମ୍ଫର୍ଟେବଲ୍ ଥିଲି।